जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर आस्ट्रो सेशन आरंभ करिवा। आस्ट्रो सेशन क्रम आज आमर जो भिडियोटी बनिवो सेटा रहिबो गुरुंकर आद्रा नक्षत्र गोचर। ठीक अछि। हम्म। सर्वप्रथम गोटे कथा मन रखंतु, गुरुदेव बृहस्पति होउचंती नैसर्गिक शुभ ग्रहଙ୍କ ମଧ୍ୟରେ ଶ୍ରେଷ୍ଠ। ନୈସର୍ଗିକ ଶୁଭ ଗ୍ରହଙ୍କ ମଧ୍ୟରେ ସବୁଠୁ ଯଦି ବହୁତ ଭଲ ଶୁଭ ଗ୍ରହ କିଏ ଥାନ୍ତି ସେ ହଉଛନ୍ତି ଗୁରୁଦେବ ବୃହସ୍ପତି। ଆଉ ଯୋଉ ମାନେ ଆଦ୍ରା ନକ୍ଷତ୍ର ବିଷୟରେ ଜାଣି ନାହାନ୍ତି ସେମାନଙ୍କୁ ମୁଁ କହି ରଖେ, ଆଦ୍ରା ନକ୍ଷତ୍ରରେ ଭଗବାନ ରୁଦ୍ରଙ୍କର ଏନର୍ଜି ଅଛି। ଏମିତି ବିଶ୍ୱାସ କରାଯାଏ ଯେତେବେଳେ ରୁଦ୍ର ପ୍ରକଟ ହେଇଥିଲେ ବ୍ରହ୍ମାଙ୍କ ରାଗରୁ ବା ବ୍ରହ୍ମଙ୍କ ରାଗରୁ, ଏଇଟା ଶୁଣାଯାଏ ଯେ ଆଦ୍ରା ନକ୍ଷତ୍ରରେ ହିଁ ସେଇଟା ହେଇଥିଲା। ଆଦ୍ରା ନକ୍ଷତ୍ରରେ ରୁଦ୍ରଙ୍କର ଏନର୍ଜି ସମାହିତ ହେଇକି ଅଛି। ଏବଂ ଆଦ୍ରା ନକ୍ଷତ୍ରର ସବୁଠୁ ବେଷ୍ଟ ପାର୍ଟ ହେଲା ଆଦ୍ରା ନକ୍ଷତ୍ର ଟାର୍ଗେଟ ଓରିଏଣ୍ଟେଡ, ଏଇଟା ଗୋଟିଏ ମନେ ରଖିଥିବେ। हम्म। ଟାର୍ଗେଟ ଓରିଏଣ୍ଟେଡ, ତାକୁ ତାକୁ ଜଣା ନାହିଁ ଦୁନିଆରେ କଣ ଚାଲିଛି, କଣ ହବ, କୋଉ ମାନେ କଣ ଦୁନିଆ କହିବ, ସେ ସବୁ ଜଣା ନାହିଁ। ତାକୁ ତାକୁ ଜଣା ଅଛି ମୁଁ ଟାର୍ଗେଟ କେମିତି ଆଚିଭ କରିବି। ମୋ କଥାଟା ବୁଝିପାରୁଛନ୍ତି ନା ନାଇଁ? हम्म। ତ ଏଇଠି ଏଇଠି କଣ ହବ, ଗୁରୁ ହଉଛି ନୈସର୍ଗିକ ଶୁଭ ଗ୍ରହ ଆଉ हम्म। ଆଦ୍ରା ନକ୍ଷତ୍ର ହଉଛି ଟାର୍ଗେଟ ଓରିଏଣ୍ଟେଡ ବା ରୁଦ୍ରଙ୍କର ଏନର୍ଜି ବା ବହୁତ ହି ଫିୟରସ୍ କାମ, ମାନେ ଫିୟରସ୍ ମାନେ ସ୍ପିଡିଲି କେମିତି କାମ କରାଯିବ। हम्म। ତ ଏଇ ଆଦ୍ରା ନକ୍ଷତ୍ରଟି ରାହୁ ମହାରାଜ କଣ୍ଟ୍ରୋଲ କରନ୍ତି, ରାହୁ ମହାରାଜଙ୍କର ଅଣ୍ଡରରେ ଆସେ। ତ ଗୁରୁ ଦେବ ବୃହସ୍ପତି ଏବେ 14 ଜୁନରୁ ଆଦ୍ରା ନକ୍ଷତ୍ରରେ ଏଣ୍ଟ୍ରି କଲେ। ଯେତେବେଳେ ଗୁରୁଦେବ ବୃହସ୍ପତି 14 ଜୁନରୁ ଆଦ୍ରା ନକ୍ଷତ୍ରରେ ଏଣ୍ଟ୍ରି କଲେ, ଏବେ ଆମେ ସମସ୍ତେ ଜାଣିଛେ ଗୁରୁଦେବ ବୃହସ୍ପତି ଅତିଚାରୀ ଅଛନ୍ତି। ବୁଝିପାରୁଛନ୍ତି? ଗୁରୁଦେବ ବୃହସ୍ପତି ଅତିଚାରୀ ଅଛନ୍ତି। ବର୍ତ୍ତମାନ ଅତିଚାରୀ ମାନେ ବହୁତ ତାଙ୍କର ସ୍ପିଡ ଟା ବଢି ଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ଷ୍ଟୋରି କହୁଛି, ଆପଣ ଯାଇକି ଚେକ୍ କରିପାରିବେ। ଗୋଟେ ଥର କଣ ହେଇଥିଲା ନା, ପୃଥିବୀ ଆଡକୁ ଗୋଟେ ମେଟରଏଡ ଆସୁଥିଲା। ମେଟରଏଡ ମାନେ ଯୋଉ ଆକାଶରେ उड़ुथुआ ଯୋଉ जो ପଡେ ଉଲ୍କା, डेब्रिज टाइप ଗୋଟେ ବହୁତ ବଡ, ହଁ ହଁ, ବହୁତ ବଡ ଉଲ୍କା ଅ, ଆସୁଥିଲା। ସେ ଉଲ୍କାକୁ, ଉଲ୍କା ଯଦି ପୃଥିବୀରେ ମାଡ ହେଇଥାନ୍ତା ତାହେଲେ କଣ ହେଇଥାନ୍ତା, ପୃଥିବୀର ବହୁତ କିଛି ବିଧ୍ୱଂସ ସୃଷ୍ଟି ହେଇଥାନ୍ତା। हम्म। ଏବଂ ବହୁତ କିଛି ବିଧ୍ୱଂସ ଭିତରୁ ରକ୍ଷା କରିବା ପାଇଁ ଗୁରୁଦେବ ବୃହସ୍ପତି, ମାନେ ଗୁରୁ ଯୋଉ ଗ୍ରହଟି ଅଛି ଆମର, ଜୁପିଟର ଯୋଉ ଗ୍ରହଟି ଅଛି, ସିଏ ତାର ମହାକର୍ଷଣ ଯୋଉ କଣ ସେଟା କହନ୍ତି, ଯୋଉ କଣ ସେଟା କି ଶକ୍ତି କହନ୍ତି ସେଟାକୁ, ग्रेविटेशनल फोर्स है वो। ନା ଗ୍ରାଭିଟେସନାଲ ଫୋର୍ସ ଟାକୁ ଏତେ ଗୁରୁତ୍ୱ ଦେଲା ଯେ ସେ हम्म। ଉଲ୍କା ଟା ଯୋଉଟା ପୃଥିବୀ ଉପରେ ପଡିଥାନ୍ତା ସେଇଟା ଗୁରୁଦେବ ବୃହସ୍ପତିଙ୍କ ଆଡକୁ ପଳେଇଲା। पड़ेगा। ମୋ କଥାଟା ବୁଝିପାରୁଛନ୍ତି? हम्म। ଏବଂ ସିଏ ସେ ମାଡ ଟା ସମ୍ଭାଳି ନେଲେ ନିଜ ଉପରେ। हम्म। ଠିକ ଅଛି। ତ हम्म। ମୋର କହିବାର ତାତ୍ପର୍ଯ୍ୟ କଣ, ମୁଁ ଆପଣଙ୍କୁ କଣ କହିବାକୁ ଚାହୁଁଛି ଯେ ଆପଣ ମାନେ ଏଇ ଯୋଉ ଗୋଚର ଟା ହଉଛି, ଏଇଟା ଷ୍ଟାର୍ଟ ହଉଛି 13 ର ସମଥିଙ୍ଗ ରୁ, 13 ଟୁ 14 ଜୁନ हम्म। ଜୁନ ରୁ 2024 ରୁ 2025 ରୁ 14 ଅଗଷ୍ଟ 2025। ଠିକ हम्म। ଅଛି। हम्म। ଏହା ଭିତରେ ମାର୍ସ କେତୁ ବି ଖରାପ ହେଇକି ବସିଛନ୍ତି। हम्म। ମାର୍ସ କେତୁର କଂଜକ୍ସନ 28 ଜୁଲାଇ ପର୍ଯ୍ୟନ୍ତ ରହିଲା। हम्म। ମାନେ କଣ ପୃଥିବୀ ପାଇଁ ଭୟାବହ ସମୟ, ଯୋଉମାନେ ସେ ଭିଡିଓ ଟା ଦେଖିନାହାନ୍ତି ସେମାନେ ଚେକ୍ କରିନେବେ, ଆଉ ଥରେ ମନେ ପକେଇଦେବେ। ମାର୍ସ କେତୁର 28 ଜୁଲାଇ ଯାଏ ସେ କମ୍ବିନେସନ ଅଛି। हम्म। ଆଉ 14 ଅଗଷ୍ଟ ଯାଏକେ ଏବେ ଗୁରୁ ଆଦ୍ରା ନକ୍ଷତ୍ରରେ ରହିବେ। ଠିକ ଅଛି।
ତାହେଲେ କଣ ପ୍ରେଡିକ୍ସନ ହବ? ଗୁରୁ ହଉଛନ୍ତି ନୈସର୍ଗିକ ଶୁଭ ଗ୍ରହ। ହେଇପାରେ ସବୁ ଶୁଭ କର୍ମ ଗୁଡାକ, ଶୁଭ କର୍ମ ତରତରରେ ହେବ, ଏବଂ ସେ ତରତର ଦ୍ଵାରା ମାନେ ଝଗଡା ବି ହବ। ଠିକ ଅଛି ନା? ହୁଁ। ଆଉ କଣ ହେଇପାରେ ନା, ଯୋଉ ପ୍ରତ୍ୟେକ ଲୋକର କୁଣ୍ଡଳୀର ରାଶି କୁଣ୍ଡଳୀ, ମାନେ ଚନ୍ଦ୍ର କୁଣ୍ଡଳୀ ଯୋଉଟା କହନ୍ତି, ହୁଁ ଏବଂ ଯୋଉ ଲଗ୍ନ କୁଣ୍ଡଳୀ ରହିବ, ସେଇଠି ଯେତେବେଳେ ଗୁରୁ ଯୋଉଠି ବସିଥିବେ ବର୍ତ୍ତମାନ, ସେଇ ଭାବର ପ୍ରୋବ୍ଲେମ ଟା ଆରମ୍ଭ ହବ। ଗୁରୁଦେବ ବୃହସ୍ପତି ଗୁରୁଦେବ ବୃହସ୍ପତି ଏବେ ବସୁଛନ୍ତି କୋଉଠି, କୋଉ ରାଶିରେ? ନା ମିଥୁନ ରାଶିରେ। ଆଉ ଆଦ୍ରା ନକ୍ଷତ୍ର ଟା ମିଥୁନ ରାଶିରେ ଆସେ। ମିଥୁନ ରାଶିରେ ଠିକ ଅଛି ଯାଉଛି। ନା? ହଁ ହଁ। ଆଚ୍ଛା, ତାହେଲେ ଏବେ ଆମେ ଶୁଭ କର୍ମ ତରତର ହବ, ଝଗଡା ହବ, ଏଇଟା ହବ। ଏବେ କଣ ହବ ନା, ସେୟାର ମାର୍କେଟ ରେ ଅପ୍ସ ଆଣ୍ଡ ଡାଉନ୍ସ ଆସିବ। ହୁଁ ମୁଁ ଏଟା କାହିଁ କହିଲି ସେୟାର ମାର୍କେଟ ର ଅପ୍ସ ଆଣ୍ଡ ଡାଉନ୍ ଆସିବ? କାରଣ ମିଥୁନ ଘର ହଉଛନ୍ତି କିଏ? ମିଥୁନ ଘର ହଉଛି ବୁଧଙ୍କର, ହୁଁ ଏବଂ ମିଥୁନ ଘରୁ ସବୁ ପ୍ରକାର କଣ ହୁଏ ନା, କମ୍ୟୁନିକେସନ, ଆଉ ତମର କଣ ସେଟା କହନ୍ତି, ଆଇଡିଓଲୋଜି ବି। ସେୟାର ମାର୍କେଟ, ହଁ ହଁ, ଆଇଡିଓଲୋଜି ମାନେ ହଁ ଆଇଡିଓଲୋଜି, ଏଇ ସବୁ ଜିନିଷ ରେ ହୁଁ ଜେନେରାଲି ରିସର୍ଚ୍ଚ ବି ମିଥୁନ ଅଲସୋ। ରାଶିକୁ, ହଁ କମ୍ୟୁନିକେସନ, ମିଥୁନ ରାଶି ନେଟୱାର୍କିଂ, ତାର ବହୁତ ସାଙ୍ଗ ଥିବେ, ଏଇ ସବୁ ଜିନିଷ ହବ। ହୁଁ ଠିକ ଅଛି, କିନ୍ତୁ ମୋର କହିବାର ତାତ୍ପର୍ଯ୍ୟ ହଉଛି ମିଥୁନ ରାଶିରେ ସ୍ପେସିଆଲି ଆର୍ଦ୍ରା ନକ୍ଷତ୍ରକୁ ଆସିଯିବେ କିଏ, ମାନେ ଗୁରୁଦେବ ବୃହସ୍ପତି ପଳେଇ ଆସିଲେ, ଏବଂ ତାପରେ କଣ ହେଇଛି, ଆହୁରି ଗୋଟେ ଯୋଗ ଏଥିରେ ପ୍ରୋବ୍ଲେମ ହେଇଛି, କଣ ନା, ଭଗବାନ ସୂର୍ଯ୍ୟ, ସନ୍, ହୁଁ କାଲି କୋଉ ରାଶିକି ପଶୁଛନ୍ତି? ଆଜି କେତେ, 14 ବୋଧେ, 16 ତାରିଖରେ ଚେଞ୍ଜ କରିଦେବେ ତାଙ୍କ ପୋଜିସନ। ସଂକ୍ରାନ୍ତି ଅଛି ନା? ହୁଁ 16ରେ ସଂକ୍ରାନ୍ତି ଅଛି ନା? ହୁଁ 16 ହୁଁ ଜୁନରେ ସଂକ୍ରାନ୍ତି ଅଛି, ତ 16 ଜୁନରେ ସନ୍ ପୁଣି ମିଥୁନ ରାଶିକୁ ପଳେଇ ଆସିବେ। ଯୋଉମାନେ ଜାଣିଛନ୍ତି ସୂର୍ଯ୍ୟ ଚରାଚର ଜଗତର ଆତ୍ମା ହେଇଥାଇ ପାରନ୍ତି, କିନ୍ତୁ ଗୋଟେ କଥା ସେମାନେ ଭୁଲି ଯାଆନ୍ତୁନି କି ସୂର୍ଯ୍ୟ ହଉଛନ୍ତି କ୍ରୂର ଗ୍ରହ। କ୍ଲିୟର? ଆରେ ଆପଣ ଏଇଟା ମନେ ରଖିଲେ କି ମନେ ରଖିଲେନି? ହୁଁ ରାଜବୁ ହୁଁ ମନେ ରଖିଲେ ତ? କ୍ରୁର କହିଲେ ଏବେ ଆପଣ ରିପ୍ରେଜେଣ୍ଟ ଟୁ ଲାଇକ୍ ମାନେ କ୍ରୂର ମାନେ ରାଜାଙ୍କ କଣ? ଟାଇପ ର। ରାଜାଙ୍କ, ନାଇଁ ରାଜା ନୁହଁ, ପନିଶମେଣ୍ଟ ଦେଲା ବାଲା। ପନିଶମେଣ୍ଟ ସାର୍, ଭୁଲ ହେଲେ ସିନା ପନିଶମେଣ୍ଟ ଦେବେ। ଆରେ ସେ କାହିଁ ଭୁଲ ହବ, ମୁଁ ସେଇ କଥାଟା କହୁଛି ବା, ସେଇ ହୁଁ ଜିନିଷଟା ଭୁଲ ହେଲେ କାହିଁ ପନିଶମେଣ୍ଟ ଦେବେ, କଣ ପନିଶମେଣ୍ଟ ଦେବେ, କଣ ପାଇଁ ଏଗୁଡା ଏତେ ଖରାପ ହଉଛି, କଣ ହେଇଛି, ଆପଣ ହୁଁ ଏଇଟା ବୁଝନ୍ତୁ। ମୁଁ ଗୋଚର ଉପରେ କାହିଁକି ଆପଣଙ୍କୁ ଧ୍ୟାନ ଦଉଛି, ଆଉ ହୁଁ କାହିଁ କହୁଛି, ଆମେ ଗୋଟେ କାଳପୁରୁଷ କୁଣ୍ଡଳୀ ବନେଇବା। ହୁଁ 1 2 3 4 5 6 7 8 9 10 11 12। ଠିକ ଅଛି। ହୁଁ ବର୍ତ୍ତମାନ ଆମେ ଲେଖିବା ଯେ କିଏ କୋଉ ଘରେ ବସିଛନ୍ତି। ମୋ କଥାଟା ବୁଝିପାରୁଛନ୍ତି ନା ନାଇଁ? ହୁଁ ଆରେ ପ୍ରେଡିକ୍ସନ ଟା ଆମେ ଗୋଚର କୁଣ୍ଡଳୀରୁ କରୁଛୁ ନା। ଆଜ୍ଞା। ଏଇଟାକୁ ଆମେ ଲଗ୍ନ ମାନି ନବା, ଠିକ ଅଛି। ହୁଁ ତାପରେ ଆମେ ପ୍ରତ୍ୟେକ ଲଗ୍ନ ପାଇଁ କି ଡିସାଇଡ କରିବା ଯେ କିଏ କୋଉ ଘରେ ବସିଛି, କଣ ଘରେ ବସିଛି, କଣ ହେଇଛି, ସେଇଟା ଆମେ ପ୍ରତ୍ୟେକ କୁଣ୍ଡଳୀ ପାଇଁ ଡିସକସନ କରିବା। ହୁଁ କିନ୍ତୁ ଏଇଟାକୁ ଆପଣ ଆଗ ବୁଝିଯାଆନ୍ତୁ। ହୁଁ ଆଗ ଗୁରୁଦେବଙ୍କୁ ବସେଇଦବା ମିଥୁନ ଘରେ। 16 ହୁଁ ତାରିଖ ପରେ ରବି ମହାରାଜ ବି ପଳେଇ ଆସିଲେ ମିଥୁନ ଘରକୁ, ଠିକ ଅଛି। ହୁଁ କ୍ଲିୟର? ହୁଁ ବୁଧବାର ବସିଲେ ଆଉ। ହଁ।
ଆଉ ଶନିଶ୍ଚର ମହାରାଜ କୋଉଠି ଅଛନ୍ତି ବର୍ତ୍ତମାନ? ନା, ହଁ ମୀନ ଘରେ ହଁ, ଆଉ। ମୀନ ଘରେ। ଆଉ ଲଗ୍ନରେ କିଏ ଅଛନ୍ତି? ନା ଶୁକ୍ର ମହାରାଜ, ହୁଁ, ମଙ୍ଗଳ ଘରେ। ମାନେ ନିଶ ରାଶିରେ ଅଛନ୍ତି ନା ଶୁକ୍ର ହୁଁ ମହାରାଜ। ହୁଁ ହୁଁ ରାହୁ ଦେବ ଅଛନ୍ତି କୋଉଠି? ଏଇଠି ଅଛନ୍ତି ରାହୁ ଦେବ। କେତୁ ଦେବ ଘରେ। ତାଙ୍କ ଠିକ ଅପୋଜିଟ ରେ କେତୁ ମହାରାଜ ହୁଁ, ଆଉ ମଙ୍ଗଳ ମହାରାଜ। ନା କେତୁ। ଠିକ ଅଛି। ହୁଁ, ତ ମର୍କ୍ୟୁରୀ, ଯୋଉ କଣ ସେଟା କହନ୍ତି, ମର୍କ୍ୟୁରୀ ମାନେ ଆମର ବୁଧ। ବୁଧ ଦେବ। ହୁଁ ବୁଧ ଦେବ ବି ବର୍ତ୍ତମାନ ଏଇଠି ବସୁଛନ୍ତି ତୃତୀୟ ଘରେ। ହୁଁ ବୁଝିପାରିଲେ ମୁଁ କଥାଟା କଣ କହିବାକୁ ଚାହୁଁଛି? ହୁଁ, ମାନେ ଆପଣ ନିଜ ଘରେ ସିଚୁଏସନ ଅଛନ୍ତି ଆଉ। ସିମାନ୍ଟିକ ଦେଖନ୍ତୁ, ହଁ ନିଜ ଘରେ ଅଛନ୍ତି। ଠିକ ଅଛି ନା? ହୁଁ ଆଉ କିଏ ବଳିଲେ କି? ଚନ୍ଦ୍ରଙ୍କ କଥା ମୁଁ ଲେଖୁନି, କାହିଁକି ନା ଚନ୍ଦ୍ର ତା ପ୍ରତି 2 ଦିନରେ ତାଙ୍କର ଜାଗା ଚେଞ୍ଜ ହଉଛି। ମୁଁ କଣ ତାଙ୍କୁ ଏକ୍ସଟ୍ରା ହୁଁ ଲେଖିବି ହେଲା। ହୁଁ ସବୁଠୁ ଇମୋସନାଲ ରାଶି କୋଉଟା? ମୀନ। ହୁଁ ରାହୁ ମହାରାଜ ନିଜ ଘରେ ବସିଛନ୍ତି, ହୁଁ କାରଣ କୁମ୍ଭଟା ହଉଛି ତାଙ୍କର ନିଜସ୍ୱ ଘର। ଠିକ ଅଛି। ମାର୍ସ କେତୁ ଉପରେ କେତେ ଡେଡଲିଏଷ୍ଟ ଏଇଟା, ଏଇ ସମୟଟା। ଏଇ ଟାଇମରେ ଗୁରୁ ବି ଅତିଚାରୀ ହେଇକି ଆର୍ଦ୍ରା ନକ୍ଷତ୍ରକୁ ପଳେଇଲେ। ତା ସହିତ କ୍ରୁର ଗ୍ରହଙ୍କର କମ୍ବିନେସନ ବି ବନିଗଲା। ହୁଁ। ତାହେଲେ ମେଷ ଲଗ୍ନ ପାଇଁ କଣ ସିଚୁଏସନ? ମେଷ ଲଗ୍ନ ପାଇଁ ଥାର୍ଡ ହାଉସ ଇଫେକ୍ଟିଭ ରହିବ। ନାଇଁ ନାଇଁ, ମେଷ ଲଗ୍ନ ପାଇଁ କଣ ହବ? ମୁଁ ଆପଣଙ୍କୁ ଗୋଟେ ଛୋଟ ମାନେ ଜିନିଷ, ମାନେ ଆପଣଙ୍କୁ ପୁରାଟା ଆପଣ ମୂଳରୁ ବୁଝେଇ ଆସିଲି ନା। ହୁଁ। ପୁରାଟା ମୂଳରୁ ବୁଝେଇ ଆସିଲି ନା ମୁଁ। ଆଜ୍ଞା ଆଜ୍ଞା। ଆପଣ ମାନେ ଆପଣଙ୍କର ଗୋଟେ ଜେନେରାଲ ଓପିନିଅନ ଭାବନ୍ତୁ ଯେ ମେଷ ଲଗ୍ନ ପାଇଁ କଣ ପ୍ରୋବ୍ଲେମ ହବ। ଭାବନ୍ତୁ, ମୁଁ ତ କହିବି ନିଶ୍ଚିତ। ହୁଁ ହୁଁ। ଖରାପ ହବ ଏମିତି ହେଲେ ବି। ଖରାପ ତ ସବୁବେଳେ ହଉଛି ଆମର ସଂସାରରେ। ଖରାପ 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 କହିବା ଅପେକ୍ଷା ଆମେ କହିବା ଆ ପାଇଁ ସଜାଗ ରୁହ। ହୁଁ ଠିକ ଅଛି। ହୁଁ ହୁଁ ହେଇପାରେ ତରତରରେ କୌଣସି କମ୍ୟୁନିକେସନ କରିବା ଦ୍ଵାରା ମେଷ ଲଗ୍ନ ବାଲାଙ୍କୁ ପ୍ରୋବ୍ଲେମ ହବ। କୌଣସି କଥାକୁ ନ ଭେରିଫାଏ କରି କଥା କହିଦେବେ ଏମାନେ। ଥାର୍ଡ ହାଉସ ରୁ ପରାକ୍ରମ ଦେଖାଯାଏ। ଥାର୍ଡ ହୁଁ ହାଉସ ରେ ଥାର୍ଡ ହାଉସ ରୁ ପରାକ୍ରମ ଦେଖାଯାଏ। ଏମାନେ କୌଣସି ଜିନିଷକୁ ତରତର ହେଇକି ସାରିଦେବା ପାଇଁ ଚେଷ୍ଟା କରି ଭୁଲ କରିପାରନ୍ତି। ହୁଁ। ହଁ ଭାଇ କୁହ। ଯଦି କାହାର ପ୍ରେମ ସମ୍ପର୍କ ଥାଏ, ମାନେ କି ଯଦି କିଏ କାହାକୁ ଭଲ ପାଉଥାଏ, ହଁ ଆଫେୟାର୍ସ ଥାଏ, ଠିକ ଅଛି, ତାହେଲେ ସେଠି ତାକୁ ପ୍ରୋବ୍ଲେମ ହବ ତା କମ୍ୟୁନିକେସନରେ। ଠିକ ଅଛି ନା, କାରଣ ଦିଦିଟା ଘର ଖରାପ ହେଇଗଲା। ଆଉ ସବୁ ଡିସିସନ ଇମୋସନ ର ବେସିସ ଉପରେ ନିଆଯିବ। ଠିକ ଅଛି। ଆଚ୍ଛା, ଗୁରୁ କିଏ? ଗୁରୁ ହଉଛନ୍ତି ଜୀବ। ତାଙ୍କୁ ଗୁରୁଙ୍କର ଅନ୍ୟ ନାମ ହଉଛି ଜୀବ। ମୁଁ ଯେତେବେଳେ ପଢେଇଥିଲି, ଗୁରୁ ହୁଁ ହଉଛି ଜୀବ। ଗୁରୁ ହଉଛି କିଏ? ନା କୁଣ୍ଡଳୀରେ ଗୁରୁ ଯୋଉଠି ବସନ୍ତି ମାନେ ସେ ଜୀବ, ସିଏ ହଉଛି ତୁମେ ନିଜେ। ଯଦି ତମେ ଭୃଗୁ ନନ୍ଦୀ ନାଡି ପଢିବ, ତାହେଲେ ଜୁପିଟର ତାର ଗୋଟେ ସୂତ୍ର ଅଛି, ଜୁପିଟର ଯୋଉଠି ବସିଛି ସେଟା ହଉଛି ତମ ଲଗ୍ନ। ଭୃଗୁନନ୍ଦୀ ନାଡିର ଗୋଟେ ସୂତ୍ର ଅଛି ଯେ ଜୁପିଟର ଯୋଉଠି ବସିଲା ସେଟା ହେଲା ତମ ଲଗ୍ନ। କାରଣ ଜୀବ, ଜୁପିଟର ବା ଗୁରୁକୁ ଜୀବ ବୋଲି କୁହାଯାଏ। ତାହେଲେ ଯଦି ବୃଷ ରାଶି ହବ, ତାହେଲେ ଏ କମ୍ବିନେସନ ଟା କୋଉଠି ବନୁଛି ଭାଇ? ବୃଷ ଲଗ୍ନ ହବ, ବୃଷ ରାଶି ବୃଷ ଲଗ୍ନ ହବ, ତାହେଲେ କଣ ହବ? ନା ତାର ଧନକୁ ନେଇକି ଧନ ଭାବରେ ପ୍ରୋବ୍ଲେମ ଆସିବ। ଯଦି ମିଥୁନ ଲଗ୍ନ ହବ, ତାହେଲେ କଣ ହବ? ନା ତାକୁ ତାର ନିଜ ପର୍ସନାଲିଟି କି ନେଇକି ପ୍ରୋବ୍ଲେମ ଆସିବ। ହୁଁ। ଯଦି କର୍କଟ ଲଗ୍ନ ହବ, ତାକୁ କଣ ପ୍ରୋବ୍ଲେମ ହବ? ନା ତାକୁ ପ୍ରୋବ୍ଲେମ ହେଇଥାଇପାରେ ଏକ୍ସପେନ୍ସ। ହସ୍ପିଟାଲାଇଜ, ବନ୍ଧନ ଯୋଗ ହୁଁ ହୁଁ ଯୋଗୁ ପ୍ରୋବ୍ଲେମ ହବ। ହୁଁ ଯଦି ହୁଁ ସିଂହ ଲଗ୍ନ ହବ, ତାହେଲେ ତାକୁ କଣ ପ୍ରୋବ୍ଲେମ? ତାର ସାଙ୍ଗସାଥି ମାନଙ୍କ ସହିତ ଝଗଡା ହବାର ସମ୍ଭାବନା ଅଛି। ହୁଁ। ଯଦି କନ୍ୟା ଲଗ୍ନ ହବ, ତାହେଲେ କଣ ହବ? ନା ତାର ୱାର୍କ ପ୍ଲେସ ର ପ୍ରୋବ୍ଲେମ ହବାର ସମ୍ଭାବନା ଅଛି ଏବଂ ତାର ହେଲ୍ଥ ଇସ୍ୟୁ ରହିବାର ସମ୍ଭାବନା ଅଛି। ହୁଁ ମୁଁ କହୁଛି ଆପଣ ବୁଝନ୍ତୁ, ଆପଣ ସେଇଟାକୁ ପରେ ବାରମ୍ବାର ଶୁଣି ନେବେ। ହୁଁ ହୁଁ। ଯଦି ତୁଳା ଲଗ୍ନ ହେଲା, ତୁଳା ଲଗ୍ନ ବାଲାଙ୍କର କଣ ହବ? ନା ସାଙ୍ଗସାଥି ସହିତ ଝଗଡା ହେବା ସହିତ
ସେମାନଙ୍କର ବାପା ମାଙ୍କ କଥାକୁ ଡିସରେସ୍ପେକ୍ଟ କରିକି କୌଣସି କାମ କରିଦେବାର ସମ୍ଭାବନା ରହିଛି। ଯଦି ବିଛା ଲଗ୍ନ ହେଲା, ବିଛା ଲଗ୍ନ ପାଇଁ ଏଇଟା ହଉଛି ସବୁଠୁ ଡେଞ୍ଜରସ୍ ଟାଇମ୍। ବିଛା ଲଗ୍ନ ବାଲା ଯଦି ଆଷ୍ଟ୍ରୋଲୋଜି ପଢୁନଥିବ କି କୌଣସି ରିସର୍ଚ୍ଚ ୱାର୍କ ନଥିବ, ଦେନ୍ ଏଇଟା ହଉଛି ସବୁଠୁ ଡେଞ୍ଜରସ୍ ଟାଇମ୍ ବିଛା ଲଗ୍ନ ବାଲାଙ୍କ ପାଇଁ। ବହୁତ ହି ଖରାପ ହବ, ସଡନ ପ୍ରୋବ୍ଲେମ ଆରମ୍ଭ ହେଇଯିବ, କାରଣ 8th ହାଉସ ରେ କମ୍ବିନେସନ ଟା ବନୁଛି। ଏଇଟା ହଉଛି ହଁ। ହଁ, ଧନୁ ଲଗ୍ନ ବାଲାଙ୍କ ପାଇଁ କଣ ପ୍ରୋବ୍ଲେମ ହବ ନା, ସେମାନେ ତାଙ୍କର ପାର୍ଟନର ଏବଂ ଯୋଉମାନେ ବିବାହିତ ହେଇଛନ୍ତି, ବାହା ହେଇଛନ୍ତି, ସେମାନଙ୍କର ୱାଇଫଙ୍କ ସହିତ ପ୍ରୋବ୍ଲେମ ହେଇପାରେ। ହୁଁ ଆଉ ମକର ଲଗ୍ନ ବାଲାଙ୍କର କଣ ହବ ନା, ଦେହ ଖରାପ ହବାର ସମ୍ଭାବନା ହେଇପାରେ, ଛୋଟ ମୋଟ ଦେହ ଖରାପ ହବ। ସେଟା ଆମେ ଗୋଟେ ନର୍ମାଲ ଆପଣଙ୍କୁ ବୁଝେଇବା ପାଇଁ କି ମୁଁ କହୁଛି, ଠିକ ଅଛି ନା। ହୁଁ ହୁଁ କୁମ୍ଭ ଲଗ୍ନ ବାଲାଙ୍କର କଣ ହେଇପାରେ? କୁମ୍ଭ ଲଗ୍ନ ବାଲାଙ୍କର କଣ ନା, କଥାବାର୍ତ୍ତା ଯୋଉ ଦିମାଗ ଟା ରହିବ, କଥାବାର୍ତ୍ତା କେମିତି ଶୀଘ୍ର, ଆମର ବୁଦ୍ଧି ଇଣ୍ଟେଲେକ୍ଟର ଘର ହେଇଯାଉଛି ନା କୁମ୍ଭ ଲଗ୍ନ ପାଇଁ, ହୁଁ 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 ଇଣ୍ଟେଲେକ୍ଟ ଖରାପ ହବାର ସମ୍ଭାବନା ଅଛି, ଯାହାଦ୍ୱାରା କି ରଙ୍ଗ ଡିସିସନ ହେଇଯିବ। ହୁଁ ମୀନ ଲଗ୍ନ ବାଲାଙ୍କ ପାଇଁ କଣ ହବାର ସମ୍ଭାବନା ଅଛି ନା, ତାଙ୍କ ଘରେ କିଛି ପ୍ରୋବ୍ଲେମ ହେଇପାରେ। ହୁଁ ମୋ କଥାଟା ବୁଝିପାରୁଛ ନା ବୁଝିପାରୁନ? ହୁଁ ତେଣୁ ଆମେ 12ଟା ଲଗ୍ନର ଗୋଟେ ଓଭରଅଲ କଥାଟା କହିଦେଲେ, ହୁଁ କିନ୍ତୁ ଆକ୍ଚୁଆଲି ହବ କଣ? ଆକ୍ଚୁଆଲି ହବ ଏଇଆ, ସେୟାର ମାର୍କେଟ ଭୟଙ୍କର ଭାବରେ ଅପସ୍ ଆଣ୍ଡ ଡାଉନ୍ସ ରେ ଗତି କରିବ, କେହି ରୋକି ପାରିବେନି। ଉଠିପାରିବେ। ଠିକ ଅଛି। ହୁଁ ବହୁତ କିଛି ଡିସିସନ ବାୟ ଗଭର୍ଣମେଣ୍ଟ, କାରଣ ରବି ମିଶିଗଲେ, ରବି ହଉଛନ୍ତି ସରକାର, ହୁଁ ସରକାରର ଯଦି କିଛି ହେଷ୍ଟି ଡିସିସନ ନବାର ସମ୍ଭାବନା ଅଛି। ହୁଁ ଯେମିତି ନୋଟ ବନ୍ଦୀ ହେଇଥିଲା, ଆରେ ନୋଟ ବନ୍ଦୀ ହେଇନଥିଲା, ହୁଁ କେହି ହୁଁ ହୁଁ ଜାଣିନାହାନ୍ତି ହୁଁ ନୋଟ ବନ୍ଦ ହେଇଗଲା, ହୁଁ ହୁଁ ଏଇଟା ଗୋଟେ ହେଷ୍ଟି ନୋଟବନ୍ଦୀ ହେଇଥିଲା। ଡିସିସନ ନା, ହୁଁ ତ ସେମିତି ହେଇଯିବାର ସମ୍ଭାବନା ଅଛି। ହୁଁ ମୋ କଥାଟା ବୁଝ, ମୁଁ କଣ କହୁଛି। ଆଜ୍ଞା। ଆଉ ଆଉ କଣ ହେଇପାରେ? ଶାସନ ମାନେ ମୁଁ କହିବାକୁ ଗଲେ ଯେ ଟୋଟାଲ ଉପରେ ଭଲ ଜିନିଷ ନାହିଁ, ଟୋଟାଲ ଉପରେ ଭଲ ଜିନିଷ ମାନେ ହୁଁ ଶୁଭ ସମୟ ନୁହେଁ। 2025 ଟା କେମିତି କଟିବ, ଖାଲି ଭଗବାନଙ୍କୁ ଡାକି ଡାକି କଟିବା ଦରକାର। ଖାଲି ମହାଦେବ ନହେଲେ ନାରାୟଣ, ମହାଦେବ ନାରାୟଣ ନହେଲେ ଜଗଦମ୍ବା, ଏ ତିନି ଜଣଙ୍କୁ ଡାକି ଡାକି କାଟିଦିଅ। ହୁଁ ହୁଁ କାରଣ ଯୋଉ ଯୋଉ ପ୍ରକାର ସିମ୍ବଲ, ଯୋଉ ଯୋଉ ପ୍ରକାର ଅ, ଅ, ମାନେ ଜିନିଷଟା ହଉଛି ଏଠି, କଣଟା ମାନେ ଯୋଉ ଯୋଉ ପ୍ରକାର ଗ୍ରହ ଚଳନ ହଉଛି 2025 ରେ, ହୁଏତ ବହୁତ ବହୁତ ମାନେ ବହୁତ ମନୀଷୀ ମାନେ କହୁଛନ୍ତି, ମୁଁ ୟୁଟ୍ୟୁବରେ ଦେଖୁଥିଲି ଯେ ବହୁତ ମନୀଷୀ ମାନେ କହୁଛନ୍ତି ମହାଭାରତ ସମୟରେ, ଆମେ ତ ଜାଣିନୁ, ଆମେ ସେ ବିଷୟରେ ପଢିନୁ, ଅଧିକା ଜାଣିନୁ, ଅଧିକା କଣ ପାଇଁ କହିବାକୁ ଯିବୁ, ତେଣୁ ଗାଲୁଆ କଥା ତ କହିବାର ନାହିଁ। କିନ୍ତୁ ଯାହା ବି ହଉ, ଏ ସମୟଟା ଭଲ ନାହିଁ ଯଦି ନର୍ମାଲ ଗୋଚର କୁଣ୍ଡଳୀ ହିସାବରେ ଦେଖାଯାଏ, ହୁଁ ଠିକ ଅଛି ନା। ହୁଁ ନର୍ମାଲ ଗୋଚର କୁଣ୍ଡଳୀ ଅ, ହିସାବରେ ଦେଖାଯାଏ, ତାହେଲେ ଏ ଯୋଉ ସମୟଟା ଜମାରୁ ଭଲ ନାହିଁ। ଭଲ। ତେଣୁ ସମସ୍ତେ ସ୍ପିରିଚୁଆଲ ରୁହ, ଠିକ ଆଉ ଅଛି ନା, ଟାକୁ ବି ସମସ୍ତେ ଟିକେ ରିଭାଇଜ ସ୍ପିରିଚୁଆଲ, କରିବାକୁ ମୋ କଥାଟା ବୁଝିପାରୁଛ? ପଡିବ। ହୁଁ ହୁଁ ତେଣୁ ସ୍ପିରିଚୁଆଲ ରୁହ, ମହାଦେବଙ୍କୁ ଡାକ, ଯେତେ ପୁଣ୍ୟ କରିପାରୁଛ କର, ଯେତେ ମନ୍ଦିର ଯାଇପାରୁଛ ଯାଅ, ଏଇଟା ହଉଛି ତ ପଜିଟିଭ ରୁହ, ଏଇଟା ଗୋଟେ ସମସ୍ତଙ୍କ ପାଇଁ। ତମେ ଭାବୁଛ କଣ ଏ ମନ୍ଦିର ଗଲେ ପୂଜା ପାଠ କଲେ କମିଯିବ? ମୁଁ କହିଲି, ମୁଁ ଭାବୁଛି କି ନିଶ୍ଚିତ କମିଯିବ। ଏ ଗୋଚର ଷ୍ଟାର୍ଟ ହବା ହଉ ହଉ ଯୁଦ୍ଧରେ ମାନେ ବିଦେଶରେ ବହୁତ ଜାଗାରେ ଯୁଦ୍ଧ ହବା ଆରମ୍ଭ ହେଇଗଲାଣି। ଆଉ ଜୁଲାଇ ମାସରେ, ଜୁନ ମାସର ଜୁଲାଇ ମାସ ବେଳକୁ ଏଗୁଡା ସବୁ ପିକ ରେ ପହଞ୍ଚି ଯାଇଥିବ। ହୁଁ ଠିକ ଅଛି ନା। ହୁଁ 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 ତେଣୁ ଗୁରୁ ଯେତେବେଳେ କୌଣସି ମେନ୍ ପ୍ଲାନେଟ ଗୁରୁଦେବ ୟା ଶନିଶ୍ଚର ମହାରାଜ ଯେତେବେଳେ ତାଙ୍କର ପୋଜିସନ ଚେଞ୍ଜ କରନ୍ତି, ସେତେବେଳେ ସଂସାରରେ ଉଥଲ ପୁଥଲ ହବା ଥୟ। ସେଇଥିପାଇଁ ଏଇ ଭିଡିଓଟା ମୁଁ ଆଜି ଆପଣ ମାନଙ୍କୁ ସେୟାର କଲି। କିନ୍ତୁ ସତ୍ୟତା ଆଉ ସମୟ ଉପରେ କେହି ନୁହଁ, ଠିକ ଅଛି ନା। ହୁଁ ତେଣୁ ଏଇଥିପାଇଁ କି ମୁଁ ଜଷ୍ଟ ଗୋଟେ ଆକ୍ନଲେଜ କରିବା ପାଇଁ, ସମସ୍ତଙ୍କୁ ଜଣେଇ ଦେବା ପାଇଁ ଏଇ ଭିଡିଓଟା ଥିଲା। ଆପଣ ମାନେ ତାକୁ ରିସର୍ଚ୍ଚ କରନ୍ତୁ, ଆଉ ନିଜେ ଦେଖନ୍ତୁ କି ଆପଣଙ୍କ ସହିତ କଣ ଘଟୁଛି, କଣ ବ୍ୟବହାରରେ ଚେଞ୍ଜେସ୍ ଆସୁଛି। ଯୋଉ ଯୋଉ ଘରେ ଆପଣଙ୍କର ପ୍ରୋବ୍ଲେମ ହଉଛି, ଯୋଉ ଯୋଉ ଭାବ ରିଲେଟେଡ ପ୍ରୋବ୍ଲେମ ଆସୁଛି, ସେଇ ସେ ଭାବ ରିଲେଟେଡ ଆପଣ ଚେକ୍ କରନ୍ତୁ ଯେ କଣ ପ୍ରୋବ୍ଲେମ ରହୁଛି, ଆଉ ତଦନୁପାତିକ ଆପଣ ଆପଣଙ୍କର ସଲ୍ୟୁସନ ବାହାର କରନ୍ତୁ।
ମୋ କଥାଟା ବୁଝିପାରୁଛନ୍ତି? ସଲ୍ୟୁସନ ପଜିଟିଭ ସାତ୍विକ ସଲ୍ୟୁସନ ରେ ନାରାୟଣଙ୍କୁ ପୂଜା କର, ମହାଦେବଙ୍କୁ ଡେଲି ମନ୍ଦିର ଯାଅ, ଆଉ ଜଗଦମ୍ବାଙ୍କ ମନ୍ଦିରକୁ ଦର୍ଶନ କର, ବହୁତ କିଛି ଜିନିଷ ଦୂରୀଭୂତ ହେଇଯିବ। ଆଉ ଯଦି କିଛି ଶ୍ଲୋକ ଫ୍ଲୋକ ପଢା ଯାଇ ପାରିବ ତାହେଲେ ବହୁତ ଭଲ। ଠିକ ଅଛି, ହୁଁ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।